ମୁଁ ଆଜି ପ୍ରସ୍ତୁତ କରୁଛି ଲସି। 5 ପ୍ରକାର ବା 5 ଫ୍ଲେଭରର ଲସି। ହ୍ୟାଲୋ ଫ୍ରେଣ୍ଡସ୍, କିଏ କେଉଁ ପ୍ରକାର ଲସି ପିଇବ ବା କେଉଁ ଫ୍ଲେଭରର ଲସି ପିଇବ ସିଏ ଦେଖିକି ସେଇ ଅନୁସାରେ ବାଛିକି ନେବେ। ଆପଣଙ୍କ ଘରୁ ଗେଷ୍ଟ କିଏ ଆସିଥିବେ ସେଇ ଅନୁସାରେ କରିକି ଆପଣ ଦେଇପାରିବେ। ଘରେ ପ୍ରସ୍ତୁତ କରିଥିବା ବହୁତ ଭଲ ଲାଗେ, ଟେଷ୍ଟ ବହୁତ ଟେଷ୍ଟି। ଆମେ ମାର୍କେଟଠୁ ଆଉ ବହୁତ ଟେଷ୍ଟି। ମୁଁ କିପରି କଲି 5 ପ୍ରକାର ଲସି ମୁଁ ଏଠି ଦେଖାଉଛି। ମୁଁ ଏଠି କେଶର ନେଲି, କିଛି 2 ଚାମଚ କ୍ଷୀର ନେଲି, ଉଷୁମ କ୍ଷୀର। ମୁଁ ଏଥିରେ କେଶରକୁ 15 ମିନିଟ୍ ଗୋଳେଇକି ଏଠି ରଖିଦେଲି। ଆଉ 15 ମିନିଟ୍ ପାଇଁ ପିସ୍ତାକୁ ବି ଭିଜେଇକି ଏମିତି ନର୍ମାଲ ପାଣିରେ ରଖିଥିଲି। ମୁଁ 750 ଗ୍ରାମ ଦହି ନେଇଛି, ସେ ଦହିକୁ ମୁଁ ଏଠି ଫେଣ୍ଟି ଦେଲି। ଏମିତି ଫେଣ୍ଟି ଦେବେ, ନହେଲେ ମିକ୍ସିରେ ଫେଣ୍ଟି ଦେଇପାରିବେ। ମୁଁ ଏଠି ଚିନିକୁ ଗୁଣ୍ଡ କରିକି ରଖିଛି। ଏଠି ମୁଁ 1 ଗ୍ଲାସ୍ ଦହିରେ ପାଣି ଦେବା ପାଇଁ ଦେଲି, ଦେଇକି ଫେଣ୍ଟି ଦେଲି। ଯେହେତୁ ଦହିଟା ଟିକେ ଗାଢ଼ା ଥିଲା, ପାଣି ଦେଲି କି ତାକୁ ଫେଣ୍ଟି ଦେଲି। ଏପରି ତାପରେ 1 ଗ୍ଲାସ୍ରେ ମୁଁ ଦହି ଯେଉଁ କରିଥିଲି ସେଇ ଲସିକୁ ନେଲି, ସେଥିରେ 2 ଚାମଚ ଚିନି ପକାଇଲି। ସେ ବୋଲରେ ଢାଳିକି ଚିନି ପକାଇକି ଫେଣ୍ଟିଲି। ମୁଁ ଏଠି ରୋଜ୍ ସିରପ୍ 3 ଚାମଚ ରଖିଥିଲି ବା ରୁହ ଅଫଜା 3 ଚାମଚ ଏଥିରେ ଢାଳିକି ଫେଣ୍ଟି ଦେଲି। ମୁଁ ଗ୍ଲାସ୍ରେ ମାପିକି ଏଇ ବୋଲରେ ଢାଳୁଛି, କାହିଁକିନା ଆମେ ସେଇ ପରିମାଣ ଅନୁସାରେ ଆମର ହେଇଯିବ। କମ୍ ବେଶୀ ହେବନି, କମ୍ ହେବନି, ବେଶୀ ପଛେ ହେବ, କମ୍ ହେବନି। ମୁଁ ଏଥିରେ ପୁଣି ଗୋଟେ ବୋଲ୍ ନେଲି, ସେଥିରେ 1 ଗ୍ଲାସ୍ ଦହି ପକାଇଲି, 2 ଚାମଚ ଚିନି ପକାଇଲି, ତାକୁ ଫେଣ୍ଟି ଦେଲି। ସେଥିରେ ଯେଉଁ କେଶର ମୁଁ ଭିଜେଇକି ରଖିଥିଲି ସେ କେଶରକୁ ପକାଇଲି ମିକ୍ସି ଜାର୍ରେ। ଆଉ କେଶର ପିସ୍ତାକୁ ଯେଉଁ ଗୋଳେଇକି ରଖିଥିଲି ତାକୁ ବି ପକାଇକି, ଆଉ ଟିକେ କ୍ଷୀର 2 ଚାମଚ କି 1 ଚାମଚ ଏମିତି ଦେବା ଦେଖିକି ପରିମାଣ ଅନୁସାରେ 1 ଚାମଚ କ୍ଷୀର ଦେଇକି ମୁଁ ବ୍ଲେଣ୍ଡ କରିଦେଲି। ମୋର ଏଇଟା ପେଷ୍ଟ ହେଇଗଲା ଗୋଟେ। ମୁଁ ଯେଉଁ ଦହି ରଖିଥିଲି ସେ ଦହିରେ ଏଇ କେଶର ପିସ୍ତା ମିଶାଇ ଦେଲି। ଏପଟରେ ଆଉ ଟେଷ୍ଟି ବି ବହୁତ କେଶର ପିସ୍ତା ଲସି। ମୁଁ 1 ଗ୍ଲାସ୍ ନେଲି, ତାକୁ ଫେଣ୍ଟି ଦେଲି। ତାପରେ 1 ଗ୍ଲାସ୍ ନେଲି, ସେଥିରେ ଆଇସ୍ କ୍ୟୁବ୍ ଦେଲି। ମୁଁ ଯେଉଁ କେଶର ପିସ୍ତା ଲସି ପ୍ରସ୍ତୁତ କରିଥିଲି ତାକୁ ଢାଳିଲି ଗ୍ଲାସ୍ରେ, ଦେଇକି ଟ୍ରେରେ ମୁଁ ରଖିଲି। ମୁଁ ଗୋଟେ ଲସି ପ୍ରସ୍ତୁତ କରୁଛି ଆଉ ମୁଁ ଟ୍ରେରେ ରଖିଯାଉଛି। ମୁଁ ଏବେ 1 ଗ୍ଲାସ୍ ଦହି ନେଲି, ସେଥିରେ 2 ଚାମଚ ପୁଣି ଚିନି ପକାଇଲି, ଗୁଣ୍ଡ ଚିନି ପକାଇକି ମୁଁ ଗୋଳାଇ ଦେଲି। ଯେହେତୁ ଚିନିଟା ମିଶିଯିବ, ସାଙ୍ଗେ ସାଙ୍ଗେ ଗୁଣ୍ଡ ଚିନି ସାଙ୍ଗେ ସାଙ୍ଗେ ମିଶିଯିବ। ମୁଁ ଏଥିରେ 1 ଚାମଚ ଭ୍ୟାନିଲା ଏସେନ୍ସ ପକାଇଛି, କାହିଁକିନା ମୁଁ ଏଇଟା ଭ୍ୟାନିଲା ଫ୍ଲେଭରର ପ୍ରସ୍ତୁତ କରୁଛି ଲସି। 1 ଚାମଚ ଭ୍ୟାନିଲା ଏସେନ୍ସ ପକାଇ ତାକୁ ମୁଁ ଫେଣ୍ଟି ଦେଲି। ମୁଁ 1 ଗ୍ଲାସ୍ ନେଇଛି, ଆଇସ୍ କ୍ୟୁବ୍ ପକାଇଲି। ମୋର ଦହିଟା ବି ଚିଲ୍ଡ ଅଛି। ଆମେ ଖରାଦିନ ପିଇବା ପାଇଁ ୟାକୁ ବହୁତ ଟେଷ୍ଟି। ଆଉ ଇଏ ଭ୍ୟାନିଲାର ଲସି ପ୍ରସ୍ତୁତ ହୋଇଗଲା। ମୁଁ ଏଇଟା ପୁଣି ସେ ଟ୍ରେରେ ରଖିଦେବି। ମୁଁ ପୁଣି ଏଠି 1/2 ଗ୍ଲାସ୍ କ୍ଷୀର ନେବି ଗୋଟେ ବୋଲରେ। ଯେହେତୁ ମୁଁ ମ୍ୟାଙ୍ଗୋ ଆମ୍ବରେ କରୁଛି, ମ୍ୟାଙ୍ଗୋର ପଲ୍ପ ବାହାରିବ, ସେଥିପାଇଁ ମୁଁ ଟିକେ କମେଇ ଦେଇଛି ଦହି ଏଥିରେ ବୋଲରେ। ମୁଁ ଏଇ ଯେଉଁ ଚୋପା ଛଡ଼େଇ ଦେଇଛି ଆମ୍ବକୁ ଚୋପା ଛଡ଼େଇକି ତାକୁ ଗୋଟେ ମିକ୍ସି ଜାର୍ରେ ମୁଁ ସେ ଆମ୍ବକୁ କାଟିକି ମିକ୍ସିରେ ପକାଇଛି। ସେଥିରେ ମୁଁ ଚିନି ପକାଇଲି, ଆମ୍ବ ପକାଇଛି। ଚିନି ପକାଇଲି 1.5 ଚାମଚ ପକାଇଛି, କାହିଁକିନା ଯେହେତୁ ଆମ୍ବଟା ମିଠା ଥିବ। ମୁଁ ଏଇ ମ୍ୟାଙ୍ଗୋ ପଲ୍ପକୁ ମୁଁ ଏଇ ଦହିରେ ଢାଳିଦେଲି, ଦେଇକି ମୁଁ ବ୍ଲେଣ୍ଡ କରିଦେଲି ହାତରେ। ମୋର ମ୍ୟାଙ୍ଗୋ ଲସି ପ୍ରସ୍ତୁତ ହୋଇଗଲା। ମୋ ଚ୍ୟାନେଲକୁ ଲାଇକ୍ କରିବେ, ନୂଆ ହେଇଥିଲେ ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍କୁ ମାରିବେ। ମୁଁ ଏଠି ଗ୍ଲାସ୍ରେ ଆଇସ୍ କ୍ୟୁବ୍ ଦେଲି ଆଉ ଏଇ ମ୍ୟାଙ୍ଗୋ ଲସିକୁ ପକାଇଲି ବା ଢାଳିଲି। ଏହିପରି ଆପଣ ଛୋଟ ପିଲାମାନେ ଖାଇବା ପାଇଁ ଫ୍ଲେଭର୍ଡ ବାଲା ଲସି, ଫ୍ରୁଟ୍ସ ବି ଖାଉନଥିବେ, ଏମାନେ ଖାଇବା ପାଇଁ ଛୁଆମାନେ ବି ବହୁତ ଖୁସି ହେବେ। ମୁଁ ଏଠି ପୁଣି 1 ଗ୍ଲାସ୍ ନେଲି, ଗ୍ଲାସ୍ରେ ଢାଳିଲି 1 ଗ୍ଲାସ୍ ଦହି ଗୋଟେ ବୋଲରେ, 2 ଚାମଚ ଚିନି ପକାଇଲି, ତାକୁ ହାତରେ ବ୍ଲେଣ୍ଡ କଲି, ଦେଇକି 1 ଚାମଚ କୋକୋ ପାଉଡ଼ର ଗୋଟେ ମିକ୍ସି ଜାର୍ରେ ନେଲି। ଟିକେ ଦହି, ସେଇ ଦହିରୁ ଟିକେ ଦହି ନେଇଛି ମୁଁ, ସେଥିରେ ସେ ଦହିକୁ ମୁଁ ମିକ୍ସିରେ ଫେଣ୍ଟି ଦେଲି।
ଦେଖନ୍ତୁ କିପରି ମୋର ବେଶୀ ଗୋଟେ ଚାମଚରୁ ଅଧିକ ନେବେନି ଗୋଟେ ଗ୍ଲାସ୍ ପାଇଁ, ଗୋଟେ ଚାମଚରୁ ଟିକେ କମ୍ ନେଲେ ବି ଚଳିବ, କାହିଁକି ନା ବେଶୀ ନେଲେ ପିତା କଡ଼ୁଆପନ ଆସିଯିବ, ଆପଣ ପିଇପାରିବେନି, ପିତା ପିତା ଲାଗିବ। ମୁଁ ଏଠି ଗୋଟେ ଗ୍ଲାସ୍ ନେଲି, ସେଥିରେ ଦୁଇଟା ଆଇସ୍ କ୍ୟୁବ୍ ବା 3ଟା ଆଇସ୍ କ୍ୟୁବ୍ ପକାଇଲି। ଏଥିରେ ମୁଁ ଢାଳିଲି ଯେଉଁ କରିଥିଲି ମୋର ଲସି, ଚକୋଲେଟ୍ ଫ୍ଲେଭର୍ଡର ଲସି। ଆଉ ପିଇବା ପାଇଁ ବହୁତ ଟେଷ୍ଟି। ଆପଣ ଫ୍ଲେଭର୍ଡ ଲସି ସମସ୍ତେ ପିଇବା ପାଇଁ ଖୁସିରେ ପିଇବେ। ମୁଁ ଏଠି ଗାର୍ନିଶ୍ କରିବା ପାଇଁ ଦେଖନ୍ତୁ ମୁଁ ଏଠି ଯେଉଁ ଚେରି ପକାଉଛି, ନହେଲେ ଯେଉଁ ରୋଜ୍ ପେଟାଲ୍ସ ପକାଇ ପାରିବେ, ନହେଲେ ଚେରି ପକାଇଛି। ମୁଁ ଏଠି ଟୁଟି ଫ୍ରୁଟି ପକାଇଛି। ଆଉ ଏଠି ମ୍ୟାଙ୍ଗୋର କ୍ୟୁବ୍ସ ପକାଇଛି। ଏଠି ମୁଁ ଆଲମଣ୍ଡ ମାନେ ଛୋଟ ଛୋଟ କରି କାଟିକି ପକାଇଛି। ମୁଁ ଏଠି ପିସ୍ତା କାଟିକି ପକାଇଛି। ଏଠି ଚକୋଲେଟ୍ ଫ୍ଲେଭର୍ଡରେ ଚକୋଲେଟ୍ର ପକାଇଛି। ମାନେ ମୋର ଏଠି 5 ପ୍ରକାର ରୋଜ୍, ଭେନିଲା, କେଶର ପିସ୍ତା, ମ୍ୟାଙ୍ଗୋ, ଚକୋଲେଟ୍ ଲସି ପ୍ରସ୍ତୁତ ହୋଇଗଲା।